କେତୋଟି କଥା କହିବି ମନ୍ଦିର ଆସିବା ସମୟରେ ମାନିବେ। ଏ ଜଣେ ଆଣ୍ଠୁ ମାଡ଼ିକି ନମସ୍କାର କରୁଥିବେ ଆଉ ଆପଣ ସେଇ ସମୟରେ ଯାଉଥିବେ। ଧରନ୍ତୁ ଜଣେ ଆଣ୍ଠୁ ମାଡ଼ିକି ମଥା ନୁଇଁକି ନମସ୍କାର କରୁଛନ୍ତି, ତାଙ୍କ ଆଗ ପଟେ ତାଙ୍କୁ କ୍ରସ୍ କରିକି ଯିବେ, ଏମିତି କେବେ କରିବେ? ଘଣ୍ଟ ଆପଣ ବଜେଇଲେ କିଛି ସମୟ ଠିଆ ହେବେ, ଘଣ୍ଟଟା ବାଜିବ ନା, ତ ଯୋଉ ଶବ୍ଦଟା ସରିବା ପର୍ଯ୍ୟନ୍ତ ଟିକେ ଛିଡ଼ା ହେବେ, କଥାଟି ମାନିବେ। ସେହିପରି ମନ୍ଦିରରୁ ଦର୍ଶନ କରି ଯେତେବେଳେ ଫେରିକି ଯାଉଛନ୍ତି, ଅଯଥାରେ ଆପଣଙ୍କର ପାଦ ଧୋଇବେ। ହଁ, ଧରନ୍ତୁ ଆପଣଙ୍କର ପାଦ କାଦୁଅ ହେଇଗଲା, ଅସନା ହେଇଗଲା, ତାହେଲେ ହୁଏତ ଧୋଇଦେଲେ, ନହେଲେ ଅଯଥାରେ ଧୋଇବେ। ମନ୍ଦିରରୁ ଯେତେବେଳେ ଦର୍ଶନ ସାରିକି ଆପଣ ଫେରି ଯାଉଛନ୍ତି, এই କେତୋଟି କଥା, ଛୋଟ ଛୋଟ କଥା ଆଜ୍ଞା, ମାନିବା ନିହାତି ଦରକାର। ମାନିଲେ ଆପଣଙ୍କର ହିଁ ମଙ୍ଗଳ ହେବ। ଭିଡ଼ିଓ ଭଲ ଲାଗିଲେ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।